ବଢ଼ୁଥିବା ଥଣ୍ଡାରେ ଶୀତ ଦିନ ସରିବା ଆଗରୁ ଯଦି କିଛି ଦେଖିବେ ଏ ଥଣ୍ଡା ପାଗ ଗରମ ଗରମ ଖାଇବାକୁ ମିଳିଯାଏ ବା ଶୀତୁଆ ପାଗକୁ ଶୀତ ଦିନର ସ୍ପେଶାଲ ରେସିପି ବନିଯାଏ ନା ତାର ମଜା କିଛି ଅଲଗା ଥାଏ। ଆଜି ଆପଣମାନଙ୍କୁ ମୁଁ ସେୟାର କରିବି ଦୁଇ ପ୍ରକାର ଚିକେନ ରେସିପି ତା ସହିତ ଗରମ ଗରମ ପୁରୀ ବନେଇବା ତ ବହୁତ ସ୍ୱାଦିଷ୍ଟ ଲାଗିବ। ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ଭିଡ଼ିଓ ପସନ୍ଦ ଆସିଲେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିବେ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ ଗୋଟେ ଚିକେନ ରେସିପି ପ୍ରସ୍ତୁତ କରିବା। ଏଠି ଦେଖନ୍ତୁ ବୋନଲେସ୍ ଚିକେନ ନେଇଛି ଆଉ ତାକୁ ପୁରା ଲମ୍ବା ଲମ୍ବା ପତଲା ପତଲା ପିସେସ୍ରେ ଏଠି ମୁଁ କଟିଂ କରିଦେଇଛି। ତ ଏଭଳି ପ୍ରୋସେସ୍ରେ ହିଁ କଟିଂ ହୁଏ এই ଚିକେନ ରେସିପିଟି। ପ୍ରଥମେ ସେଥିରେ ଆମେ କ'ଣ କରିବା ନା କିଛି ଗୋଲମରିଚ ପାଉଡ଼ର ହାଫ୍ ଚାମଚ ଏଡ୍ କରିଦେବା। କଲର୍ ପାଇଁ କାଶ୍ମୀର ରେଡ୍ ଚିଲି ଏଡ୍ କରିଦେବା। ସ୍ୱାଦ ଅନୁସାରେ ଦେଇଦେବା ଲୁଣ, ଅଦା ରସୁଣ କଞ୍ଚା ଲଙ୍କା ପେଷ୍ଟକୁ ଏଡ୍ କରିକିରି ଭଲସେ ହାତ ସାହାଯ୍ୟରେ ନା ମିକ୍ସ କରି ମ୍ୟାରିନେଟ୍ କରିକି ଆକୁ କିଛି ସମୟ ରେଷ୍ଟ ପାଇଁ ରଖିବା। ତା ପୂର୍ବରୁ ଆମେ ସେଥିରେ ଦେଇଦେବା ହାଫ୍ ଗିନା ସେଥିରେ ଆରଉଠି ଦେଇଦେବା। ହାଫ୍ ଗିନା ସେଥିରେ ଆମେ ଏଡ୍ କରିଦେବା ମଇଦା ଆଉ ଗୋଟେ ଅଣ୍ଡାକୁ ସେଥିରେ ଏଡ୍ କରିଦେଇକିରି ଭଲସେ ଟିକେ ଆକୁ ମିକ୍ସ କରିଦେବା। ତ ଚିକେନକୁ କିଛି ସମୟ ଆମେ ରେଷ୍ଟ ପାଇଁ ରଖିବା। ସେଥି ଭିତରେ ଆଗ ପ୍ରଣାଳୀ ଆମର ପ୍ରସ୍ତୁତ କରିବା। କ୍ୟାପ୍ସିକମ୍, ପିଆଜ, କଞ୍ଚା ଲଙ୍କାକୁ କଟିଂ କରିଦେବା। କଟିଂ କରି ସାଇଡ଼ରେ ରଖିଦେବା। ତାପରେ ଗୋଟେ ଗିନା ନେବା, ସେଥିରେ ଏଡ୍ କରିଦେବା ଟମାଟୋ ସସ୍ ଏଡ୍ କରିଦେବା। ହାଫ୍ ଚାମଚ ସେଥିରେ ଏଡ୍ କରିଦେବା ସୋୟା ସସ୍, ହାଫ୍ ଚାମଚ ସେଥିରେ ଗୋଲମରିଚ ପାଉଡ଼ର, କଲର୍ ପାଇଁ ଲାଲ ଲଙ୍କାଗୁଣ୍ଡ ଏଡ୍ କରୁଛି। ଆପଣମାନେ ଚାହିଁଲେ ରେଡ୍ ଚିଲି ପେଷ୍ଟ ବି ଏଡ୍ କରିପାରିବେ। ଆଉ ପୁଣି ଦେଖନ୍ତୁ ଅଳ୍ପ ଟିକେ ସେଥିରେ ମୁଁ ଏଡ୍ କରିଦେଇଛି ଗୋଟେ ଚାମଚ ସେଥିରେ କର୍ଣ୍ଣଫ୍ଲୋରକୁ ଏଡ୍ କରି ଆଉ ପାଣି ଅଳ୍ପ ଟିକେ ଦେଇକିରି ଭଲସେ ଟିକେ ମିକ୍ସ କରିଦେବା। ଆକୁ ଆମେ ସାଇଡ଼ରେ ରଖିଦେବା। ତାପରେ ଦେଖନ୍ତୁ ଗୋଟେ କରେଇ ନେବା, ସେଥିରେ ଏଡ୍ କରିଦେବା ରିଫାଇନ୍ ତେଲ। ତେଲ ପୁରା ଗରମ ହେଇସାରିବା ପରେ ଆମେ ଚିକେନକୁ ଯେଉଁ ମ୍ୟାରିନେଟ୍ କରି ରଖିଥିଲେ ସେଇ ଚିକେନକୁ ସେଥିରେ ଏଡ୍ କରିଦେବା। ଦୁଇ ପଟ ସାଇଡ୍ ଯାକ ଅଲଟ ପାଲଟ କରି ଆକୁ ଟିକେ ଫ୍ରାଏ କରିଦେବା। ଏହି ସମୟରେ ଗ୍ୟାସ୍ ଆଞ୍ଚ ମିଡ଼ିୟମ୍ ଫ୍ଲେମ୍ରେ ରଖିବା। ଯଦି ସ୍ଲୋ ଆଞ୍ଚରେ ଚିକେନକୁ ଫ୍ରାଏ କରିବେ ତାହେଲେ ଟାଇମ୍ ଲାଗିବ, ପୁଣି ଦେଖିବେ ଚିକେନ ପୁରା ତେଲକୁ ଏବଜର୍ଭ କରିଦେବ। ଆଉ ଯଦି ହାଇ ଆଞ୍ଚରେ ଆକୁ ଫ୍ରାଏ କରିବେ ଉପରୁ ହିଁ ସିଝିଯିବ ବା ଉପରଟା ପୁରା ଫ୍ରାଏ ହେଇଯିବ ଚିକେନର, ଭିତରୁ ଭଲସେ ସିଝିବନି। ତ ମିଡ଼ିୟମ୍ ଆଞ୍ଚରେ ହିଁ ଚିକେନକୁ ଫ୍ରାଏ କରିବେ। ତ ଦେଖନ୍ତୁ କେତେ ବଢ଼ିଆ ଆମର ଚିକେନ ରେସିପି ବନିକିରି ପୁରା ରେଡ଼ି ହେଇଛି। ଆମେ ବିଲକୁଲ ବି ଏଥିରେ କଲର୍ ଏଡ୍ କରିନେ, ବିନା କଲର୍ ବି ବହୁତ ବଢ଼ିଆ ଗୋଟେ ରେସିପି ବନିକି ରେଡ଼ି ହେବ। ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, କେମିତି କ'ଣ ବନୁଛି ଜାଣିପାରିବେ। ଦୁଇଟା ଯାକ ଚିକେନ ରେସିପି ଆପଣମାନଙ୍କୁ ପୁରାପୁରି ଇଜି ଲାଗିବ ଆଉ ବହୁତ ସ୍ୱାଦିଷ୍ଟ ଲାଗେ। ତ ସେଇ ପ୍ରୋସେସ୍ରେ କ'ଣ କରିବା ନା ପୁଣି ଥରେ ସେଇ ତେଲରେ ଏଡ୍ କରିଦେବା ଚିକେନକୁ। ପୁଣି ଥରେ ଆମେ ଫ୍ରାଏ କରି ସବୁତକ ଚିକେନକୁ ଆମେ ବାହାର କରି ଗୋଟେ ଆମେ ବାଉଲରେ ରଖିଦେବା। ତ ଦେଖନ୍ତୁ ସେମ୍ ପ୍ରୋସେସ୍ରେ ଆଉ ଗୋଟେ ଷ୍ଟେପ୍ ବି ବନିକି ରେଡ଼ି ହେଇସାରିଲା ବା ସବୁତକ ବନିକି ରେଡ଼ି କରିସାରିଲେଣି। ଗୋଟେ ପ୍ଲେଟ୍ରେ ରଖି ସାଇଡ଼୍ରେ ରଖିଦେବା। ତ ଏବେ କ'ଣ କରିବା ନା ଗୋଟେ ଆମେ ବଡ଼ ପେନ୍ ନେବା, ସେଇଥିରେ ଆମେ 2 ଚାମଚ ରିଫାଇନ୍ ତେଲ ଏଡ୍ କରିବା, ଗୋଟେ ବଡ଼ ଚାମଚ ବଟର ଏଡ୍ କରିବା। ଆମେ ଯେଉଁ କଟିଂ କରି ରଖିଥିଲେ ରସୁଣ କଞ୍ଚା ଲଙ୍କାକୁ ଏଡ୍ କରି ପ୍ରଥମେ ଟିକେ ଭାଜିଦେବା। ରସୁଣ କଞ୍ଚା ଲଙ୍କା ଟିକେ ଭାଜି ହେଇସାରିବା ପରେ ଆମେ ସେଥିରେ ଏଡ୍ କରିଦେବା କ୍ୟାପ୍ସିକମ୍, ପିଆଜକୁ। କ୍ୟାପ୍ସିକମ୍ ପିଆଜକୁ ବି ଏଡ୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଆପଣମାନେ ଏହାକୁ କେଉଁ ରେସିପିର ନାଁ ଦେବେ ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଚିକେନ୍ ମଞ୍ଚୁରିଆନ୍ ନା ଚିକେନ୍ ଚିଲ୍ଲି ନା ଡ୍ରାଗନ୍ ଚିକେନ୍। ତାପରେ କ'ଣ କରିବା ନା ସେଥିରେ ଅଳ୍ପ ଟିକେ ହିଁ ଲୁଣ ଏଡ୍ କରିଦେବା, କେବଳ କ୍ୟାପ୍ସିକମ୍ ପିଆଜ ଅନୁସାରେ ଭଲସେ ଟିକେ ମିକ୍ସ କରିଦେବା। ତାପରେ ଆମେ ଯେଉଁ ବନେଇକି ରଖିଥିଲେ ସେ ସ୍ଲରିଟା ମାନେ ସସ୍ର ତାକୁ ସେଥିରେ ଏଡ୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଟିକେ ମିକ୍ସ କରି ଦେଖନ୍ତୁ ଆପଣମାନେ କଲର୍ ଚେଞ୍ଜ ବି ହେଇସାରିଲାଣି। ତ ଟିକେ ସାଇନିଂ ଆସିଲା ପରେ ଜାଣିବେ ପରଫେକ୍ଟଲି ଆମର ସସ୍ଟା ବି ଏଠି ଆମର ଭଲସେ ଫ୍ରାଏ ହେଇସାରିଛି, ମାନେ ସେଇଥିରେ ମାନେ ଫ୍ଲେଭରଫୁଲ୍ ପୁରା ବନିଯାଇଛି। ତାପରେ ଏଡ୍ କରିଦେବେ ଚିକେନକୁ ଏଡ୍ କରି ଅଳ୍ପ ଟିକେ ସେଥିରେ ଧନିଆ ପତ୍ରକୁ ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ୍ କରିଦେବେ। ତାପରେ ପିଆଜ ଶାଗ ଏଠି ପୁରାପୁରି ଅପସନାଲ୍ ଅଛି, ଆପଣମାନେ ଚାହିଁଲେ କସ୍ତୁରୀ ମେଥି ବି ଏଡ୍ କରିପାରିବେ। ତାକୁ ଭଲସେ ଟିକେ ମିକ୍ସ କରିଦେବେ। ଦେଖନ୍ତୁ ଫାଇନାଲି ଆମର ଚିକେନ ରେସିପି ବନିକି ରେଡ଼ି ହେଇସାରିଲାଣି। ଏ ଶୀତୁଆ ପାଗକୁ ଯେଉଁ ଚଟପଟା କିଛି ଖାଇବାକୁ ମିଳିଯାଏ ନା ତାର ମଜା କିଛି ଅଲଗା ଥାଏ। ତ ଏଇଭଳି ପ୍ରୋସେସ୍ରେ ଥରେ ମାତ୍ର ଟ୍ରାଏ କରି ଦେଖନ୍ତୁ, ଛୋଟରୁ ବଡ଼ ସମସ୍ତେ ପସନ୍ଦ କରିବେ। ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଖାଇବା ଆପଣମାନେ ଘରେ ପୁରା ଇଜିଲି ପ୍ରସ୍ତୁତ କରିପାରିବେ। ତ ଦେଖନ୍ତୁ ଫାଇନାଲି ଆମର ଚିକେନ ରେସିପିଟି ବନିକି ରେଡ଼ି ହେଇସାରିଲାଣି। এই ଚିକେନ ରେସିପିଟି ଯଦି ବନାଉଛନ୍ତି ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଆପଣମାନଙ୍କ ଅନୁଭୂତି ସେୟାର କରନ୍ତୁ। ଆଉ ଦେଖନ୍ତୁ ରୁଟି ସହିତ, ଭାତ ସହିତ, ପରଟା ସହିତ, ନାନ୍ ସହିତ ଆପଣମାନେ ଏହି ରେସିପିଟି ଖାଇପାରିବେ। ତ ଚାଲନ୍ତୁ ଲେଟ୍ ନ କରି ଆଉ ଗୋଟେ ରେସିପି ଆଜି ଆମେ ପ୍ରସ୍ତୁତ କରିବା। ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଏବେ ଆମେ ପ୍ରସ୍ତୁତ କରିବା ପାଲକ ଚିକେନ। ପାଲକ ଚିକେନ ଅତି ସହଜ ଉପରେ ଆପଣମାନେ ବନେଇ ପାରିବେ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ପ୍ରଥମେ କିଛି ଚିକେନ ନେବା, ତାକୁ ଭଲସେ କ୍ଲିନ୍ କରି ଧୋଇଦେବା। ସେଥିରେ ଅଦା ରସୁଣ ଗୋଲମରିଚ ପାଉଡ଼ର ପୁଣି ସେଥିରେ ହାଫ୍ ଗିନା ଦହିକୁ ଏଡ୍ କରି ହାତ ସାହାଯ୍ୟରେ ଟିକେ ଭଲସେ ଆକୁ ଟିକେ ମିକ୍ସ କରିଦେବା। ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବେ ଆଉ କିଛି ସମୟ ଟିକେ ରେଷ୍ଟ ପାଇଁ ରଖିବେ। ସେଥି ଭିତରେ ପାଳଙ୍ଗ ଶାଗକୁ ବାଛିକିରି ତାକୁ ଭଲସେ ଟିକେ ପାଣିରେ କ୍ଲିନ୍ କରି ଧୋଇଦେବେ। ଧୋଇ ସାରିବା ପରେ ଗୋଟେ ବାଉଲକୁ ଆମେ ପାଳଙ୍ଗ ଶାଗ ସବୁତକ
तक गोटे प्लेट को बाहर करदे। प्लेट को बाहर करी आपको आम ए साइड रखीदे। तो देखो पालंग शागर सीजन सरीबा आगु ये चिकेन रेसिपी घरे निहाती ट्राए करूँ। और देखो पालंग शागटा को साइड में रखीदेली। एवं आम पियाज भी कटिंग करदे। आउ कि बरफ गोटे माने बाउल पानी किसी नब से बरफ को एड करदे। आगु मुझे कहि बरफ पानी कौन कम आसो। तापर कौन करवा ना आम गोटे करी किसी पानी ना पानीटा पूरा गरम हो सारापर आम से पालंग शाग को एड करदे। पालंग शागटा पूरा सीझला माने अधिक सीझेबनी आपको 2 ରୁ 3 मिनिट ही पानी रे पूरा फुटला पर्यंत टी सीझेबे। तापर देखो टिके सफ्ट हो सारापर पालंग शाग ताको बाहर करी आम जो ठंडा बरफ पानी रखी से एड करदे। यही प्रोसेसटा करने द्वारा देखिए कलरटा बहुत बढ़िया आसो आ देखा भी सुंदर लगे तो तरकारीटा। तापर पालंग शाग साइड रखीदे। गोटे बड़ पेन नवा से अल्प टिके रिफाइन तेल जी तेल खाई आपण मैंने से अनुसार तेल एड करेंगे। तापर पियाज को एड करदे। पियाज टिके भाजी भागदे से भितर देखो पालंग शाग कंचा लंका काजू को मिक्सर ग्राइंडिंग कर गोटे फाइन पेस्ट बन की रेडी करदे। तापर देखो पियाज आम ये ब्राउन कलर हो सारापर अदा रसुण पेस्ट देके भलसे कषिदे। जमीक पूरा अदा रसुण पेस्ट पूरा कंचा स्मेल गला पर्यंत कषिबे। आ देखो जेहेतु पियाजरा पूरा ब्राउन कलर हो पूरा पूरी से अदा रसुण एड कले माने पूरा पूरी कलर पूरा चेंज हो सारी पुणी से ग्रेवी रे भी से पियाजटा पूरा मिक्स भी हो सारा। तापर कौन कर चिकेन को एड कर पूरा व्हाइट कलर है पर्यटन चिकेन को ता सहित आम कषा। और चिकेन देखो धीरे धीरे पानी छाड़ा भी स्टार्ट कलानी। आम ए किसी गुंड मसला भी एड करवा। गुंड मसला देखो हलदी गुंड नहीं मु गोटे चामच लंका गुंड नहीं काश्मीर रेड चिली गोटे चामच चिकेन मसला नहीं गोटे चामच स्वाद अनुसार दे देती लुण घर बेसिक मसला ही ये आम एड करवा। आपण मैंने चाहिए जीरा पाउडर धनिया पाउडर भी एड करेंगे। तो पालंग शागटा को बाटी सारे देखो कलर बिल्कुल चेंज होनी आम भी साइड रखीदे। ये चिकेन को आम 50% पर्यटन चिकेन जमी पूरा परफेक्टली पूरा सीझीज से पर्यंत आम चिकेन को पूरा सीझेबा। चिकेन ये पूरा पूरी 50% सीझी सारापर आम पालंग शागर जो पेस्टा बनते से आम एड करदे जार को क्लीन कर अल्प टिके आम पानी देदेबा पुणी थे टे भलसे आपको मिक्स करदे। देखो केते बढ़िया पूरा कलर भी आसी आम कंटिन्यू टे मिक्स करवा। यही समय गैस आंच को लो टू मीडियम फ्लेम में रखिकी आम कषा जमीक पालंग शागटा भी जेहेतु अल्प टिके सीझी पालंग शाग भी सीझीज आ सहित चिकेन भी सीझीज से कभर को बंद कर आम पूरा 5 ରୁ 10 मिनट पर्यटन स्लो आंच रे बनवा देवा। 5 ରୁ 10 मिनट पर कभर को बाहर कर आपको देखो लास्ट अल्प टिके कस्तूरी मेथी एड कली। कस्तूरी मेथी ये पूरा पूरी ऑप्शनल अच्छी आपण मैंने चाहिए एड करेंगे ना स्किप भी करेंगे। पुणी थे आउ 5 मिनट देखो ये मुझे कभर को बंद करदेली। यही रेसिपीटी बनवाई मत 15 ରୁ 20 मिनट लगी देखो फाइनाली रेसिपीटी बनीगला। आउ टे टेस्ट को बढ़ाई मुझे आगू आपको देखी और स्पेशल गोटे फुटण भी आम बनई रेडी करवा। तो देखो ये चिकेन पूरा सीझीगला। एवं गैस पेन को ऑफ करदे। आम कोयलार फ्लेवर देकर कभर को टे बंद करदे। किसी समय कोयलार जलुवा कोयलार फ्लेवर देदेवा जेहेतु आम ढाबा स्टाइल बनाऊँ। आउ टे स्पेशल तार बनवाई टेस्ट को बढ़ाई गोटे ये पेन नवा से बटर एड करदे। सुखिला लंका एड करवा छोट छोट पीसेस कटिंग कर से रसुण को एड कर फ्राए होगा देवा। रसुणा टे फ्राए हो सारापर गैस पेन को यही समय ऑफ करदे। हाफ चामच से एड करदे आम काश्मीर रेड चिली कलर पाई बोली पूरा पूरी ऑप्शनल अच्छी। और देखो बहुत बढ़िया फ्राए भी हो सारा और स्पेशल फुटणटा को आम ताऊपर एड करदे। और तो देखो फाइनाली आमर शीतुआ पाग को बहुत बढ़िया गोटे रेसिपी बनिकी रेडी है। सीजन सरीवा आगु मोर 3टा जाक रेसिपी आपण मैंने घरे ट्राए करूँ। आ 3टा रेसिपी आज आपको शेयर करी कौ रेसिपी अधिक पसंद लगे आ कौ रेसिपी अधिक इजी कि कौटा अधिक टेस्ट लगे मत कमेंट माध्यम निहाती जनइबे। तो देखो ये मुझे बाड़ी भी देखई दूसरी केते बढ़िया पूरा ढाबा स्टाइल बनिकी रेडी होती। आपण मैंने बाहर खाଇବା घरे पूरा इजिली प्रस्तुत करेंगे बिना किसी एसेंस रे बनई पारे बहुत स्वादिष्ट लगे खावाई पूरा हेल्दी भी रही। तो चलते एवं आउ गोटे रेसिपी आपण मानक शेयर करी। तो आज आम पुणी थे प्रस्तुत करवा। आज जेहेतु आम चिकेन बनाऊँ चिकेन सहित जब गरम गरम पूरी खावा मिल जाए ना तार मजा किसी अलग थाए। तो आज आपण मानक गोटे पूरी रेसिपी शेयर करी। तो देखो प्रथम गोटे बाउल नवा ये आम 2 कप एड करदे अटा हाफ चामच से जुआणी एड करवा हाफ चामच से लुण एड करवा गरम गरम तेल एड करवा। तेल को एड कर सारापर हाथ साहय मिक्स कर गोटे खास्ता बनई रेडी करवा।
ଖାସ୍ତାଟା ବନି ସାରିବା ପରେ ଆମେ ସେଥିରେ ଅଳ୍ପ ଅଳ୍ପ ପାଣି ଦେଇକିରି ଭଲସେ ମିକ୍ସ କରି ଗୋଟେ ଡୋ ବନେଇକି ରେଡ଼ି କରିବା। ତ ଦେଖନ୍ତୁ ଡୋଟା ବନିଗଲାଣି, ଯେମିତି ଆପଣମାନେ ରୁଟି ପାଇଁ ଡୋ ବନାଉଛନ୍ତି ସେଇଭଳି ପ୍ରୋସେସ୍ରେ ବନେଇକି ରେଡ଼ି କରିବେ। ତାପରେ ଡୋଟା ବନି ସାରିବା ପରେ କିଛି ସମୟ ରେଷ୍ଟ ପାଇଁ ରଖିବା। ଆଉ ଦେଖନ୍ତୁ ଏଠି ମୁଁ 3ଟି ଆଳୁ ନେଇଛି, ଆଉ ସେଥିରେ ଅଳ୍ପ ଟିକେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଆଳୁକୁ ହାତ ସାହାଯ୍ୟରେ ମେସ୍ କରିଦେବା, ଚକୁଟି ଦେବା, ସାଇଡ଼ରେ ରଖିଦେବା। ତାପରେ ଗୋଟେ ପେନ୍ ନେବା, ସେଥିରେ ଏଡ଼୍ କରିଦେବା ରିଫାଇନ୍ ତେଲ। ପୁଣି ସେଥିରେ ଜିରା ଏଡ଼୍ କରିବା, ଛୋଟ ଛୋଟ ପିସେସ୍ରେ କଟିଂ କରି ସେଥିରେ ଆମେ ଏଡ଼୍ କରିଦେବା କଞ୍ଚା ଲଙ୍କା। ତାପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚାଟ୍ ମସଲା, ଗରମ ମସଲାକୁ ଏଡ଼୍ କରି ଟିକେ ଭଲସେ ଟିକେ କଷିଦେବା। କଷି ହେଇସାରିବା ପରେ ଆମେ ଯେଉଁ ଆଳୁ ରଖିଥିଲେ, ଯେହେତୁ ମୁଁ ଏଠି ପୁରୀଟା ଆଜି ବିନା ପିଆଜ ରସୁଣ ବନାଉଛି, ଆପଣମାନେ ଚାହିଁଲେ ଏଠି ପିଆଜ ରସୁଣ ବି ଏଡ଼୍ କରିପାରିବେ। ତ ଏଇଟା ପୁରାପୁରି ଅପସନାଲ୍ ଅଛି ବିନା ପିଆଜ ରସୁଣଟା। ତ ଏବେ କ'ଣ କରିବେ ନା, ଆଳୁକୁ ସେଥିରେ ଏଡ଼୍ କରି ଆଳୁ ମସଲାଟା ବନେଇକି ରେଡ଼ି କରିଦେବା। ତ ଦେଖନ୍ତୁ ଆଳୁ ମସଲା ବି ବନି ବି ଗଲାଣି। ତ ଏବେ କ'ଣ କରିବା, ସେଥିରେ ଆମେ ଅଟାକୁ ପୁଣି ଥରେ ଟିକେ ହାତ ସାହାଯ୍ୟରେ ଟିକେ ମେସ୍ କରିଦେବା ଭଲସେ, ଯେମିତି ସଫ୍ଟ ବନିଯିବ। ଆଉ ଯେମିତି ଆପଣମାନେ ରୁଟି ପାଇଁ ପସନ୍ଦ ନେଉଛନ୍ତି ସେଇଭଳି ପ୍ରୋସେସ୍ରେ ହିଁ ମୁଁ ଏଠି ବଡ଼ ବଡ଼ ସାଇଜ୍ର ବନାଉଛି, ଆଉ ଯେମିତି ଖାଇବାକୁ ପୁରା ଟେଷ୍ଟି ବି ଲାଗିବ। ଆଉ ଯେହେତୁ ଆମେ ଆଳୁ ମସଲାଟା ବନେଇଲେ, ତ ଯେହେତୁ ଆମେ ଆଳୁ ପୁରୀ ବନାଉଛନ୍ତି, ତ ସେଥିପାଇଁ ଟିକେ ଗିନା ଭଳି ଦେଖନ୍ତୁ ଏଇଭଳି ପ୍ରୋସେସ୍, ଯେମିତି କାକରା ପିଠା ବନାଉଛନ୍ତି ସେଇଭଳି ପ୍ରୋସେସ୍ରେ ପୋଷଣ ନେଇକି ସେଥିରେ ବନେଇଦେବେ। ଆଉ ସେଥିରେ ଅଳ୍ପ ଅଳ୍ପ ଆଳୁ ପୋଷଣ ରଖିବେ, ଯେତିକି ରହିବ ସେ ଅନୁସାରେ ରଖିବେ। ଅଧିକ ଆଳୁ ମସଲା ଏଡ଼୍ କରିବେନି। ଅଧିକ ଆଳୁ ମସଲା ଏଡ଼୍ କରିବା ଦ୍ୱାରା ପୁରୀଟା ବନେଇବା ସମୟରେ ବା ବେଲିବା ସମୟରେ ଦେଖିବେ ଚାରି ସାଇଡ଼୍ ପୁରା ବାହାରି ପଡ଼ିବ। ଆଉ ଯେତେବେଳେ ଆପଣମାନେ ଛାଣିବେ ପୁରା ତେଲରେ ପୁରା ମାନେ ଆଳୁ ମସଲା ଗୁଡ଼ାକ ବାହାରିଯିବ, ଏତେ ଭଲ ଲାଗିବନି। ସେଥିପ୍ରତି ଟିକେ ଧ୍ୟାନ ଦେବେ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ ଟିକେ ପ୍ରେସ୍ କରିଦେବେ, ତାକୁ ଟିକେ ଚେପ୍ଟା ବନେଇଦେବେ। ତାପରେ ଅଳ୍ପ ଟିକେ ଅଟା ଆଉ ଗ୍ରୀସ୍ କରିକିରି ପୁରୀ ଯେମିତି ବେଲୁଛନ୍ତି ସେଇଭଳି ପ୍ରୋସେସ୍ରେ ବେଲିଦେବେ। କିନ୍ତୁ ଏଇ ପୁରୀଟା ଟିକେ ମୋଟା ରହେ ବା ଟିକେ ବହଳିଆ ରହେ। ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଛୋଟ ବଡ଼ ବନେଇ ପାରିବେ, ବହଳିଆ ପତଳା ବନେଇ ପାରିବେ। ତ ସେଇ ପ୍ରୋସେସ୍ରେ ଆମେ ସବୁତକ ପୁରୀ ବନେଇକି ରେଡ଼ି କରିଦେବା। ଫ୍ରେଣ୍ଡସ୍, ଆପଣମାନେ ଯଦି ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଏ 3ଟା ଯାକ ରେସିପି ଆପଣମାନେ ବନାଉଛନ୍ତି, ତାହେଲେ ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। କେଉଁ ରେସିପିଟି ଆପଣମାନଙ୍କୁ ଅଧିକ ଇଜି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଯେଉଁ ଶୀତ ଦିନ ସରିବା ଆଗରୁ ନିହାତି ୟାକୁ ଟ୍ରାଏ କରନ୍ତୁ, ଦେଖିବେ ଘରେ ବି ସମସ୍ତେ ପସନ୍ଦ କରିବେ। ତାପରେ ଗୋଟେ କଢ଼େଇରେ କିଛି ତେଲ ନେବା। ତେଲ ପୁରା ଗରମ ହେଇସାରିବା ପରେ ଆମେ ଯେଉଁ ପୁରୀ ବନେଇକି ରଖିଥିଲେ ତାକୁ ଆମେ ସେଥିରେ ଏଡ଼୍ କରିଦେବା। ଓଲଟ ପାଲଟ କରି ପୁରୀଟା ଯେମିତି ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ ପୁରା ବେଲୁନ୍ ଭଳି ହିଁ ଫୁଲୁଛି। ପୁରା ଫୁଲା ଫୁଲା ପୁରୀ ବନିକି ରେଡ଼ି ହେଇଯିବ, ଆଉ ଖାଇବା ବି ବହୁତ ସ୍ୱାଦିଷ୍ଟ ଲାଗିବ। ତ ତା ସହିତ ଚିକେନ୍ ତରକାରୀ ତ ମଜା କିଛି ଅଲଗା, ଆପଣମାନେ ଜାଣିଥିବେ ବି। ଆକୁ ଘରେ ନିହାତି ଟ୍ରାଏ କରନ୍ତୁ, କେମିତି ଲାଗିଲା କ'ଣ ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମା ଭୁଲନ୍ତୁନି। ତ ଦେଖନ୍ତୁ ଫାଇନାଲି ଆମର ଆଳୁ ପୁରୀ ବନିକି ରେଡ଼ି ବି ହେଇସାରିଛି। ତ ସେମ୍ ପ୍ରୋସେସ୍ରେ ସବୁତକ ବନିକିରି ଏବେ ଆମେ ରେଡ଼ି କରିଦେବା। ଏହି ରେସିପିଟି ଯଦି ଆପଣମାନେ ଛୋଟ ଛୁଆମାନଙ୍କ ଟିଫିନ୍ ବକ୍ସରେ ବି ଦେଉଛନ୍ତି, ସେମାନେ ବିନା ତରକାରୀ ବି ଟିଫିନ୍ ଫିନିସ୍ କରି ଆସିବେ। ଆଉ ସକାଳର ଜଳଖିଆରେ ବି ଆପଣମାନେ ବନେଇ ପାରିବେ। ଆପଣମାନେ ଦେଖିକି ଜାଣିପାରୁଥିବେ ଅଧିକା ଅଏଲି ବି ନାହିଁ, ବହୁତ ବଢ଼ିଆ ଲାଗିଥିଲା। ଆଉ ପୁଣି ଅଟାରେ ବନିକି ବି ରେଡ଼ି ହେଉଛି। ଫ୍ରେଣ୍ଡସ୍, ଆପଣମାନେ ତ ଭିଡ଼ିଓ ଦେଖୁଛନ୍ତି କିନ୍ତୁ କମେଣ୍ଟ କରୁନାହାନ୍ତି। ଆପଣମାନେ କମେଣ୍ଟ କରନ୍ତୁ, ଆପଣମାନଙ୍କର ଗୋଟେ ଗୋଟେ କମେଣ୍ଟ ମୋର ମୋଟିଭେସନ୍କୁ ବଢ଼େଇଥାଏ। ତ ଆପଣମାନେ ନିହାତି କମେଣ୍ଟ କରନ୍ତୁ, ମୋତେ ବି ଖୁସି ଲାଗିବ। ଆଉ କେଉଁ ଜିଲ୍ଲାରୁ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ମୋତେ ବି ଖୁସି ଲାଗିବ ମୋ ଭିଡ଼ିଓ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚୁଛି। ଆଉ ଦେଖନ୍ତୁ କେତେ ବଢ଼ିଆ ପୁରା ସଫ୍ଟ, ପୁରା ନରମ ନରମ, ଯେମିତି ପାଟିରେ କରୁ କରୁ ମିଳିଯିବ ସେଇଭଳି ପ୍ରୋସେସ୍ରେ ଆମର ପୁରୀ ବନିକି ରେଡ଼ି ହେଇସାରିଛି। ତ ଚିକେନ୍ ତରକାରୀ ସହିତ ପୁରୀ ବନାନ୍ତୁ ଘରେ। ତ ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।